କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ମାର୍ଶାଘାଇ ଶାଖା ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ। କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପକ୍ଷରୁ ଭଙ୍ଗା ଘରେ ବିତୁଥିବା ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ନରେଶ ପଣ୍ଡା ହେଉଛନ୍ତି ଜଣେ ପକ୍ଷାଘାତ ପୀଡ଼ିତ ରୋଗୀ। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ନରେଶ ପୂର୍ବରୁ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ବର୍ତ୍ତମାନ ଅସୁସ୍ଥ ହେବାରୁ ଅସହାୟ ଓ ବେସାହାରା ହୋଇପଡ଼ିଛନ୍ତି ନରେଶ। ଏକ ଭଙ୍ଗା କୁଡ଼ିଆ ଘରେ ପରିବାର ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ତଥା ସମବାୟବିତ ପ୍ରମୋଦ ସାହୁ ନରେଶଙ୍କ ଘରେ ପହଞ୍ଚି 10,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ପରିବାରର ପ୍ରତିପୋଷଣ ପାଇଁ ଜ୍ଞାନଦେବୀ ଗୁଜୁରାଣ ସହାୟତା ପାଣ୍ଠିରୁ ମାସିକ 1,000 ଟଙ୍କା ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ମାର୍ଶାଘାଇ ଶାଖା ପକ୍ଷରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସମୟରେ ସମିତିର ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ମାର୍ଶାଘାଇ ଶାଖା ଆକାଉଣ୍ଟାଣ୍ଟ ଭାଗ୍ୟଶ୍ରୀ ଭୋଳଙ୍କ ସମେତ ଅନନ୍ତ ଦାସ, ବିଶ୍ୱରଞ୍ଜନ ମନ୍ତ୍ରୀ, ସ୍ଥାନୀୟ ୱାର୍ଡ ମେମ୍ବର ସଂଘମିତ୍ରା ଦାସ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସୋସାଇଟି ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଚିକିତ୍ସା, ଗରିବ ମେଧାବୀ ଛାତ୍ର, କ୍ରୀଡ଼ା ଓ ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି। ସୋସାଇଟି କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ମାର୍ଶାଘାଇ ଶାଖା ପକ୍ଷରୁ ଅସହାୟ ପରିବାରକୁ ସହାୟତା ପ୍ରଦାନ। କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ପକ୍ଷରୁ ଭଙ୍ଗା ଘରେ ବିତୁଥିବା ଅସହାୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତର ନୀଳାଦ୍ରିପୁର ଗ୍ରାମର ନରେଶ ପଣ୍ଡା ହେଉଛନ୍ତି ଜଣେ ପକ୍ଷାଘାତ ପୀଡ଼ିତ ରୋଗୀ। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ନରେଶ ପୂର୍ବରୁ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ବର୍ତ୍ତମାନ ଅସୁସ୍ଥ ହେବାରୁ ଅସହାୟ ଓ ବେସାହାରା ହୋଇପଡ଼ିଛନ୍ତି ନରେଶ। ଏକ ଭଙ୍ଗା କୁଡ଼ିଆ ଘରେ ପରିବାର ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ତଥା ସମବାୟବିତ ପ୍ରମୋଦ ସାହୁ ନରେଶଙ୍କ ଘରେ ପହଞ୍ଚି 10,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ପରିବାରର ପ୍ରତିପୋଷଣ ପାଇଁ ଜ୍ଞାନଦେବୀ ଗୁଜୁରାଣ ସହାୟତା ପାଣ୍ଠିରୁ ମାସିକ 1,000 ଟଙ୍କା ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ମାର୍ଶାଘାଇ ଶାଖା ପକ୍ଷରୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସମୟରେ ସମିତିର ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ, ମାର୍ଶାଘାଇ ଶାଖା ଆକାଉଣ୍ଟାଣ୍ଟ ଭାଗ୍ୟଶ୍ରୀ ଭୋଳଙ୍କ ସମେତ ଅନନ୍ତ ଦାସ, ବିଶ୍ୱରଞ୍ଜନ ମନ୍ତ୍ରୀ, ସ୍ଥାନୀୟ ୱାର୍ଡ ମେମ୍ବର ସଂଘମିତ୍ରା ଦାସ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସୋସାଇଟି ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ଚିକିତ୍ସା, ଗରିବ ମେଧାବୀ ଛାତ୍ର, କ୍ରୀଡ଼ା ଓ ଆର୍ଥିକ ଅନଗ୍ରସର ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି। ସୋସାଇଟି ଆପଣଙ୍କ ଯେଉଁ ସୋସାଇଟି ତରଫରୁ ନୀଳାଦ୍ରିପୁରରେ ଆସି ସହାୟତା ପ୍ରଦାନ ବର୍ଷାର ବିଭିନ୍ନ ପ୍ରକାର ଖବରକାଗଜ ଏବଂ ଗଣମାଧ୍ୟମରେ ଖବର ପ୍ରଚାର ଏବଂ ପ୍ରସାରିତ ହେବା ପରେ ଏ କଥା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ନଜରକୁ ଆସିଲା। ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ପଞ୍ଚାୟତ ନୀଳାଦ୍ରିପୁରରେ ନରେଶ ପଣ୍ଡାଙ୍କ ଦୁଃଖ ଏବଂ ଦୁର୍ବିଷହର କାହାଣୀ ତାକୁ ଦେଖିଲେ ଯେକୌଣସି ଲୋକ ଧୈର୍ଯ୍ୟ ଧରିପାରିବ ନାହିଁ ତାଙ୍କର ଅବସ୍ଥା। କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସବୁବେଳେ ଏହି ବର୍ଗର ଲୋକଙ୍କୁ ଚିହ୍ନଟ କରେ ଏବଂ ତାଙ୍କୁ ସହାୟତାର ହାତ ବଢ଼ାଇଥାଏ। ଆଜି କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ତରଫରୁ ମାର୍ଶାଘାଇ ଶାଖା ତରଫରୁ ତାଙ୍କୁ ଦୁଃଖ କାହାଣୀ ଜାଣିଲା ପରେ ତାଙ୍କ ଦୁଃଖ ଲାଘବ କରିବା ପାଇଁ 10,000 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ଏହି ମାସ ପୁରିଲେ ଆର ମାସ ପହିଲା ଠାରୁ ତାଙ୍କୁ ଚଳିବା ପାଇଁ ପ୍ରତି ମାସରେ ଜ୍ଞାନଦେବୀ ଗୁଜୁରାଣ ସହାୟତା ପାଣ୍ଠିରୁ 1,000 ଟଙ୍କା ଲେଖା ପ୍ରଦାନ କରାଯିବ ପ୍ରତି ମାସରେ। ବନ୍ୟା ବାତ୍ୟା ବେଳେ କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସବୁବେଳେ ରିଲିଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଥାଏ। କେବଳ ସେତିକି ନୁହେଁ, ଖେଳ କ୍ଷେତ୍ର ହେଉ, ଯେଉଁମାନେ ଜାତୀୟ ରାଜ୍ୟସ୍ତରୀୟ ପ୍ରତିଭା ଏବଂ ପାଠପଢ଼ା କ୍ଷେତ୍ରରେ ଯେଉଁମାନେ ମେଧାବୀ ଛାତ୍ରଛାତ୍ରୀ ଏବଂ ରୋଗୀମାନଙ୍କୁ ଚିକିତ୍ସା ନିହାତି କ୍ଷେତ୍ରରେ ଯେଉଁମାନେ ସରକାରୀ ସୁବିଧାରୁ ବଞ୍ଚିତ ଥିବେ ତାଙ୍କୁ ପ୍ରଦାନ କରାଯାଇଥାଏ।